पंचम स्कंद अध्याय श्री शुकवाच हे अग्निद्र सुतଙ୍କ ମଧ୍ୟରେ ନାଭିର ପୁତ୍ର ନୋଇବାରେ ଇଚ୍ଛା ହୁଅଇ ପୁତ୍ର ଠାରେ ପତ୍ନୀ ମେରୁର ଦେବୀଟାରେ ଭଗବାନ ଯଜ୍ଞ ପୁରୁଷେ ତାହାଙ୍କୁ ଭଜିଲା ବିଶ୍ୱାସେ ନାଭି ଯେ ଶୁଭ ଭାବ ଧରି ମନ୍ତ୍ରେ ଆହୁତି ଅବିଭରି ତାହାର ଶୁଦ୍ଧ ଭାବୁ କରି ଯଜ୍ଞ ପ୍ରସନ୍ନ ନର ହରି ଭଗବାନ ଭକ୍ତ ଲକ୍ଷଣ ଯେ ଧର୍ମ ଆତ୍ମାର କାରଣ ରାଜାର ସନ୍ତୋଷ ନିମନ୍ତେ ସ୍ୱଇଚ୍ଛା ଅତି ସୁଖ ଚିତେ ମନ ନୟନ ହୃଦ ଦେଶେ ଆନନ୍ଦେ କଲେ ଯେ ପ୍ରକାଶେ ତେଜେ ବିରାଜମାନ ହୋଇ କୌସ୍ତୁଭ ମଣି ବିରାଜଇ ବିରାଜେ ମର୍କତ କୁଣ୍ଡଳ ନିର୍ମିତ ମୁକୁଟ ଶିରର ଦାର କେଉର ଯେ ନୂପୁର ଏ ଆଦି ଭୂଷଣ ଶରୀର ଯେ ଯଜ୍ଞ ବ୍ରତ ବିପ୍ରଙ୍କର ଉତ୍ସବ ହୋଇଛି ହୃଦର ନିର୍ଧନ ଗୃହେ ପାଇ ଧନ କୋଟି ନିଧି ପ୍ରାପ୍ତ ଯେ ସନ ତେମନ୍ତେ ହୋଇ ଦ୍ୱିଜଗଣେ ଯଜ୍ଞରେ ଥିଲେ ଯଜମାନେ ପରମ ବ୍ରହ୍ମକୁ ସେ ପାଇ ନ ମିଲେ ଶିରେ କର ଦେଇ ବନାତ ପରମ କାରଣ ତୁମ୍ଭର ଆମ୍ଭେ ଭୃତ୍ୟଗଣ ସର୍ବ ପୂଜିତ ତୁ ଠାକୁର ସେବା ଯେ ଘେନି ତୁ ଆମ୍ଭର ଏ ତୋର ଚରଣାର ବିନ୍ଦେ ନମିବୁ ମନର ଆନନ୍ଦେ ତୋର ଭିଆଣ ଏ ଜଗତ ପ୍ରକୃତି ପୁରୁଷ ସଂଜାତ ତ୍ରିଗୁଣେ ଜୀବ ବନ୍ଦୀ ହୋଇ ଏ ଜୀବ ସଂସାରେ ଭ୍ରମଇ ଚିରକର୍ତ୍ତା ଯେତେ ଜନ ସେ ସର୍ବ ତୋହର ଅଧୀନ ନାଥ ତୋହର ମହିମା ସଂସାରେ କି କରିବ ସୀମା ସାକ୍ଷାତେ ନୁହଁ ଗୋଚର ଭୋ ପ୍ରଭୁ ରୂପ ଗୁଣ ତୋହର ନାମ ଉଚ୍ଚାରଣ ସକଳ ପାପ ବିଧ୍ୱସନ ଅଖିଳ ବ୍ରହ୍ମାଣ୍ଡ ଠାକୁର ତୁ ନାଥ କରୁଣା ସାଗର ମଲ୍ଲିକା ଦୁର୍ବାଦଳ ସାର ପୂଜନ୍ତି ଏ ତୋର ପୟର ତେଣେ ତୁ ପରମ ସନ୍ତୋଷ ପ୍ରସନ୍ନ ହୁଅ ଋଷିକେଶ ଶୁଙ୍କ ବୁଦ୍ଧି ଯେ ସନେ ତେମନ୍ତ ପ୍ରାୟ ଆମ୍ଭେମାନେ ପରମ ଦୟାଳୁ ସାଗର ରାଜାଙ୍କୁ ପ୍ରଭୁ ଦୟା କର ହେମନ୍ତ ସ୍ତୁତି ଶୁଣି ତୋଷ ଜଗତ ପ୍ରଭୁ ଯେ ଅଶେଷ ରାଜାର ଚକ୍ଷୁ ଯେ ଗୋଚରେ ହୋଇଲେ ଅତି ମନୋହରେ ପୁଣି କହନ୍ତି ଋଷିଗଣ ଭୋନାଥ ସାବଧାନେ ଶୁଣ ଜ୍ଞାନ ଆନନ୍ଦେ ପାପ ଦଇ ତୋ ପାଦ ପଦ୍ମ ଯୁଗ ଧ୍ୟାଇ ଯେ ଆତ୍ମାରାମ ମୁନି ଗଣେ ସେବନ୍ତି ତୋହର ଚରଣେ ଏ ତୋର ଗୁଣ ଜ୍ଞାନମାନ କରନ୍ତି ଅବିରତେ ଧ୍ୟାନ ତୁ ନାଥ ଅଖିଳ ଠାକୁର ପରମ ମଙ୍ଗଳର ଘର ଆମ୍ଭେ କିଙ୍କର ହୀନ ଜନ କରିବୁ କାହିଁ ତ ସ୍ମରଣ ସକଳ କଳୁଷ ନାଶନ ନିର୍ମଳ ତୋ ଗୁଣ ଗାୟନ ଆମ୍ଭର ମରଣ ଦଶାରେ ତୋ ନାମ ହେବ କି ମନରେ ହେମନ୍ତ କୃପା ପ୍ରଭୁ କର ଅଖିଳ ବ୍ରହ୍ମାଣ୍ଡ ଠାକୁର ଏବେ ତୁ ଶୁଣ ଭାବଗ୍ରାହୀ ଏ ରାଜା ପୁତ୍ର କାମୀ ହୋଇ ତୋର ପ୍ରସାଦେ କୁମରେ ମାଗଇ ତୋର ସଦୃଶରେ ଏ ସର୍ବଭୋଗ ମୁଖ୍ୟ ପଦ ସକଳ ଦେଉ ତୁ ଗୋବିନ୍ଦ ନିର୍ଧନ ପ୍ରାଣୀ ଯେ ସନେ ମାଗନ୍ତି ଧନବନ୍ତ ଜନେ ଏଣୁ ଅନ୍ତରେ ସେ ରାଜନ ନିଶ୍ଚଳ ଚିତ୍ତେ କରେ ଧ୍ୟାନ ଈଶ୍ୱର ମୁଖକୁ ସେ ଚାହିଁ ହର ସେ ବଚନ ବୋଲଇ ବନାତ ପରମ ମଙ୍ଗଳ ପ୍ରସନ୍ନ ହୁଅ ଆଦି ମୂଳ ଏ ତୋର ଚରଣାରବିନ୍ଦ ଆଶ୍ରୟ ନ କରି ଗୋବିନ୍ଦ ଏ ଭବ ସାଗରୁ ଯେ ସନ ଯାହାରେ ନୁହନ୍ତି ଅଭିନ୍ନ ତୋର ଚରଣେ ନ ଭଜନ୍ତି ଅଜ୍ଞାନେ ସଂସାରେ ପଡ଼ନ୍ତି ସକଳ କର୍ତ୍ତା ତୁ ଈଶ୍ୱର ତୋର ଭିଆଣ ଏ ସଂସାର ଅଖିଳ ବୃନ୍ଦାରକ ଗଣ ସେବନ୍ତି ଯେ ପ୍ରଭୁ ଚରଣ ଏମନ୍ତ ନାଭି ସ୍ତୁତି ଭଣି ଦେବାଦି ଦେବ ଶିରୋମଣି ସଦୟ ଚାହିଁ ଭଗବାନ କହନ୍ତି କୋମଳ ବଚନ ଶ୍ରୀ ଭଗବାନ ବାଚ ହେ ସର୍ବମୁନି ଜନ ଯେତେ ସ୍ତୁତିରେ ବସ କଲ ମୋତେ ମୋହର ରୂପ ତ ଅପାର କି ରୂପେ ହୋଇବି କୁମର ତପସ୍ୟା ବ୍ରହ୍ମ ବାକ୍ୟ ମାନ ବିଅର୍ଥ ହୋଇବ କେଶନ ବ୍ରହ୍ମାର କୂଳ ଏ ହୁଇ ଅଂଶରେ ଅଭିତରି ବଇ ଏବେ ମୁଁ ପୁତ୍ର ରୂପ ହୋଇ ମୋହର ପାଳିବା ଯୋଗାଇ ରାଜାର ହିତେ ମୁନିଗଣ ଶୁଣିଲେ ଏମନ୍ତ ବଚନ ଏତେ କହିଣ ନାରାୟଣ ଅଗ୍ନିରେ ହେଲେ ଅନ୍ତର ଧ୍ୟାନ ଏମନ୍ତ ମୁନିଗଣ ହେରି ପ୍ରସନ୍ନ କରାଇଲେ ହରି ରାଜାର ପ୍ରିୟ ଭାବ ହୋଇ ସେ ପ୍ରଭୁ ମେରୁ ଦେବୀ ଠାଇ ସଂସାରେ ଧର୍ମ ଆଚରଣ ଅବତରିଲେ ନାରାୟଣ କହିବି ପ୍ରଜଗନ୍ନାଥ ରାଜା ଯଜ୍ଞ ସ୍ତୁତି ଚରିତ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ ସହିତ ବୟାସିକ୍ୟାಂ ପଞ୍ଚମ ସ୍କନ୍ଧେ ରାଜା ଯଜ୍ଞ ସ୍ତୁତି ଚରିତେ ନାମ ତୃତୀୟ ଅଧ୍ୟାୟ ବୋଲ ନନ୍ଦେ କବାର ହରି ହରି ବୋଲ।